ପିଲାମାନେ ପୁଣି ଆସିଯାଇଛି ଶନିବାର କିଶୋର ଚକ୍ରର ବାର। ଆଜିର କିଶୋର ଚକ୍ର କାର୍ଯ୍ୟକ୍ରମକୁ ତମମାନଙ୍କୁ ସ୍ୱାଗତ। ପିଲାଏ, ଆମ ରାଜ୍ୟ ଓଡ଼ିଶାରେ ପ୍ରାୟ ଅଧିକାଂଶ ବ୍ୟକ୍ତି ଧର୍ମ ସଚେତନ। ହଁ, କର୍ମକ୍ଲାନ୍ତ ଜୀବନରେ ଆଧ୍ୟାତ୍ମିକ ଜ୍ଞାନର ଅନେକ ମହତ୍ତ୍ୱ ରହିଛି ରେ ପିଲେ। ଆଧ୍ୟାତ୍ମିକତା କେବଳ ଧାର୍ମିକ ଆଶ୍ରୟ ନୁହେଁ, ଏହା ଏକ ଦୃଷ୍ଟିକୋଣ ଯାହା ଆମକୁ ଆନନ୍ଦ, ସନ୍ତୁଷ୍ଟି ଆଉ ଶାନ୍ତି ଦେଇଥାଏ। ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ଭିତରେ ବେଳେବେଳେ ଯେତେବେଳେ ଆମକୁ ନିଃସହାୟ ଲାଗେ, ସେତେବେଳେ ଭଗବତ ସତ୍ତାରେ ବିଶ୍ୱାସ ହିଁ ଆମକୁ ଆତ୍ମବିଶ୍ୱାସ ଆଣିଦେଇଥାଏ। ହଁ ରେ ପିଲେ, ଆଧ୍ୟାତ୍ମିକତା ଏପରି ଏକ ଗୁପ୍ତ ଶକ୍ତି ଯାହାର ଅନୁସରଣ କରିବା ଦ୍ୱାରା ଆମର ଦୃଢ଼ତା, ଆତ୍ମଜ୍ଞାନ ଆଉ ଆତ୍ମବିଶ୍ୱାସ ବଢ଼ିଥାଏ। ତା ଛଡ଼ା ଧାର୍ମିକ ଭାବନା ମନରେ ଅପୂର୍ବ ଶାନ୍ତି ଆଣିଥାଏ। ଚାଲ ତେବେ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା ଏକ ଭକ୍ତି ସଙ୍ଗୀତରୁ। ଗାଇଛନ୍ତି ଦେବସ୍ମିତା ବେହେରା, ରଚନା କ୍ଷୀରୋଦ ଚନ୍ଦ୍ର ପୋଥାଳ। ଗାଇବାକୁ
ପାଶେ ଥାଇ ତୁମ ନାମ ଗାଇ ଦିନ ମୋର ଯାଉ ବିତି ଗାଇବାକୁ ତୁମ ଗୀତି। କରୁଣା ସାଗର ତୁମରି କରୁଣା ମୋହଠାରେ କେବେ ନ କରିବ ଊଣା। କରୁଣା ସାଗର ତୁମରି କରୁଣା ମୋହଠାରେ କେବେ ନ କରିବ ଊଣା। ଏତିକି ମାଗୁଣି ମାଗୁଛି ପ୍ରଭୁ ହେ ଏତିକି ମାଗୁଣି ମାଗୁଛି ପ୍ରଭୁ ହେ ତୁମ ପଦେ ରହୁମତି ଗାଇବାକୁ ତୁମ ଗୀତି। କଣ୍ଠେ ମୋହର ସୁର ଦିଅ ପ୍ରଭୁ ଗାଇବାକୁ ତୁମ ଗୀତି ଗାଇବାକୁ ତୁମ ଗୀତି ଗାଇବାକୁ ତୁମ ଗୀତି। ଭକ୍ତି ସଙ୍ଗୀତଟିଏ ତ ଶୁଣିଲ। ଏବେ ଚାଲ ମନ୍ଦିର ଆଡ଼େ ଟିକେ ବୁଲି ଆସିବା। ପିଲାଏ ଜାଣିଛ, ଆମ ରାଜ୍ୟରେ ବହୁତ ଗୁଡ଼ିଏ ଶୈବପୀଠ ଅଛି। ପଞ୍ଚଲିଙ୍ଗେଶ୍ୱର ମନ୍ଦିର ସେଇମାନଙ୍କ ମଧ୍ୟରୁ ଗୋଟିଏ। ଏହା ବାଲେଶ୍ୱର ଜିଲ୍ଲାର ଏକ ପ୍ରସିଦ୍ଧ ପ୍ରାଚୀନ ଧାର୍ମିକ ସ୍ଥଳୀ ଏବଂ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଆଜି ଚାଲ ମନ୍ଦିର ମାଳିନୀ ଓଡ଼ିଶାରେ ଶୁଣିବା ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର ମନ୍ଦିର ବିଷୟରେ କିଛି। ତମମାନଙ୍କ ପାଇଁ କହିଛନ୍ତି ସୌଭାଗିନୀ ରାୟ। ପିଲାମାନେ, ତୁମେ ଶିବ ବା ମହାଦେବଙ୍କ ମନ୍ଦିରକୁ ଯାଇ ଲିଙ୍ଗ ଦର୍ଶନ କରିଥିବ। ଆଉ ଏଇ ମନ୍ଦିରରେ ଦେଖିଥିବ ଭକ୍ତମାନେ କ୍ଷୀର ସହିତ କନ୍ଦ କଦଳୀ ନେଇ ବ୍ରାହ୍ମଣଙ୍କୁ ଦିଅନ୍ତି। ଆଉ ବ୍ରାହ୍ମଣ ତାହା ନେଇ ମନ୍ଦିର ଭିତରେ ଥିବା ଲିଙ୍ଗ ଉପରେ ଏହାକୁ ଘର୍ଷଣ କରନ୍ତି ବା ଲିଙ୍ଗ ଉପରେ ଏହାକୁ ଘଷିଥାନ୍ତି। ଏହି ଲିଙ୍ଗ ଉପରେ ଖାଲି କ୍ଷୀର ଓ ପାଣି ମଧ୍ୟ ବ୍ରାହ୍ମଣ ଦ୍ୱାରା ଢଳାଯାଇଥାଏ। ଏବେ ଜାଣ ଯେ ମନ୍ଦିର ଗର୍ଭଗୃହରେ ମନ୍ଦିରରେ ଥିବା ଏହି ଲିଙ୍ଗ ହିଁ ସ୍ୱୟଂ ଦେବଦେବ ମହାଦେବ ବା ଶିବ ଠାକୁର। ଲିଙ୍ଗ ଉପରେ କ୍ଷୀର କନ୍ଦ କଦଳୀ ଘଷିବା କିମ୍ବା ଖାଲି କ୍ଷୀର ଓ ଜଳ ଢାଳିଲେ ଦେବଦେବ ମହାଦେବ ଅତ୍ୟନ୍ତ ଖୁସି ହୋଇଥାନ୍ତି। ଖୁସି ହେବା ଫଳରେ ସେ ଭକ୍ତକୁ ଆଶୀଷ ପ୍ରଦାନ କରିଥାନ୍ତି। ଏହାଛଡ଼ା ଶିବଙ୍କର ସବୁଠୁ ପ୍ରିୟ ହେଲା ବେଲପତ୍ର। ଫୁଲ ମଧ୍ୟରେ ଦୁଦୁରା, ଚମ୍ପା, ଗୟସ ଶିବଙ୍କର ଅତ୍ୟନ୍ତ ପ୍ରିୟ ଫୁଲ। ପିଲାମାନେ, ଏଥର ଜାଣିଲ ତ ଏ ଲିଙ୍ଗ କିଏ ବା କାହାର ସ୍ୱରୂପ? ଏହି ଲିଙ୍ଗ ହେଉଛନ୍ତି ସ୍ୱୟଂ ଦେବଦେବ ମହାଦେବଙ୍କ ସ୍ୱରୂପ। ମହାଦେବ ମନ୍ଦିରରେ ଲିଙ୍ଗ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ମୁଁ ଆଜି ତୁମମାନଙ୍କୁ ପଞ୍ଚଲିଙ୍ଗେଶ୍ୱର ମହାଦେବଙ୍କ କଥା କହୁଛି, ମନ ଦେଇ ଶୁଣ। ଆମ ରାଜ୍ୟର ବାଲେଶ୍ୱର ଜିଲ୍ଲାରେ ଥିବା ନୀଳଗିରି ପର୍ବତରେ ପଞ୍ଚଲିଙ୍ଗେଶ୍ୱରଙ୍କ ମନ୍ଦିର ରହିଛି। ଏଠାରେ 5ଟି ଲିଙ୍ଗ ପୂଜା ପାଉଛନ୍ତି। ଏହି ମନ୍ଦିରଟି ମହାଦେବ ଶିବଙ୍କ ପାଇଁ କରାଯାଇଛି। ଏଠାରେ ଥିବା 5 ଗୋଟି ଲିଙ୍ଗମାନେ ପର୍ବତ ଉପରୁ ବହି ଆସୁଥିବା ଝରଣାର ଜଳସ୍ରୋତରେ ସ୍ନାନ କରିଥାନ୍ତି। ଏଠାକୁ ଦର୍ଶନାର୍ଥୀ ଓ ଭକ୍ତମାନେ ପ୍ରତିଦିନ ଯାଇ ଦେବଦେବ ମହାଦେବଙ୍କୁ ଏହି ଲିଙ୍ଗମାନଙ୍କ ମାଧ୍ୟମରେ ଦର୍ଶନ କରିଥାନ୍ତି। ବାଲେଶ୍ୱର ଜିଲ୍ଲାର ନୀଳଗିରି ପର୍ବତରେ ଥିବା ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଏହି ଜିଲ୍ଲାର ପ୍ରମୁଖ ଦିବ୍ୟସ୍ଥଳ। ସମଗ୍ର ଅଞ୍ଚଳରେ ଏହି ମନ୍ଦିର ଏକ ମହନୀୟତା ବହନ କରି ଭକ୍ତମାନଙ୍କ ହୃଦୟକୁ ଉତ୍ଫୁଲ୍ଲିତ କରିଥାଏ। ଜିଲ୍ଲାର ପ୍ରମୁଖ ତୀର୍ଥସ୍ଥାନ ଭାବେ ଏହି ପଞ୍ଚଲିଙ୍ଗେଶ୍ୱର ସ୍ୱୀକୃତି ଲାଭ କରିଛି। ଏହି ମନ୍ଦିର ନିର୍ମାଣ ସମ୍ପର୍କରେ ଇତିହାସରେ ଅନେକ କିମ୍ବଦନ୍ତୀ ଓ ଲୋକକଥା ରହିଛି। ତେଣୁ ଏବେ ବି ଏହା ରହସ୍ୟ ଘେରରେ ରହିଛି। ଗୋବିନ୍ଦ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ପୁତ୍ର କୃଷ୍ଣଚନ୍ଦ୍ର ହରିଚନ୍ଦନଙ୍କ ଦ୍ୱାରା ଆବିଷ୍କୃତ ହୋଇଛି ବା ହସ୍ତଗତ ହୋଇଛି ବୋଲି ଲୋକକଥା ରହିଛି। ଏହା ଛଡ଼ା ଆଉ 2ଟି କିମ୍ବଦନ୍ତୀ ବା ଲୋକକଥା ରହିଛି। ତାହା ହେଲା, ପ୍ରଥମଟି
ଯେତେବେଳେ ପଞ୍ଚଲିଙ୍ଗେଶ୍ୱରଙ୍କୁ ଖୋଜିବାକୁ ରାଜା ଏଠାକୁ ଆସିଥିବା ସମୟରେ ପଞ୍ଚଲିଙ୍ଗ ଦର୍ଶନ କରିବା କଥା ଶିବଙ୍କ ଦ୍ୱାରା ଏହା ବର୍ଣ୍ଣନା କରାଯାଇଛି ବୋଲି ରାଣୀ ଅନ୍ନପୂର୍ଣ୍ଣା ଦେବୀ କହିଥିଲେ। ଆଉ 2 କିମ୍ବଦନ୍ତୀ ହେଲା, ପ୍ରଥମଟି ତ୍ରେତୟା ଯୁଗରେ ମାତା ସୀତା ତାଙ୍କ ବନବାସ ସମୟରେ ଏହାକୁ ସ୍ଥାପନା କରିଥିବାର କଥା ରହିଛି। ଅନ୍ୟ ଏକ କିମ୍ବଦନ୍ତୀ ହେଲା, ଶିବଙ୍କର ପରମ ଭକ୍ତ ରାକ୍ଷସ ବାଣାସୁର ଏଠାରେ 5ଟି ଶିବଲିଙ୍ଗ ସ୍ଥାପନା କରି ମହାଦେବ ଶିବଙ୍କୁ ପ୍ରାର୍ଥନା କରୁଥିଲା। ମନ୍ଦିରର ନିମ୍ନ ଭାଗର ବା ତଳ ଭାଗରେ କେତେକ ଜନଜାତିଙ୍କ ବାସସ୍ଥଳୀ ରହିଛି। ଏହା ଚାରିପାଖରେ ଘଞ୍ଚ ଜଙ୍ଗଲର ପ୍ରାକୃତିକ ଶୋଭା ମନକୁ ଆନମନା କରିଦିଏ। କେବଳ ଭକ୍ତମାନଙ୍କ ପାଇଁ ନୁହେଁ, ପ୍ରକୃତି ପ୍ରେମୀମାନଙ୍କୁ ମଧ୍ୟ ପଞ୍ଚଲିଙ୍ଗେଶ୍ୱର ଆକର୍ଷିତ କରିଥାଏ। ଯେହେତୁ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ପର୍ବତ ଉପରେ ଅବସ୍ଥିତ, ଏହି ମନ୍ଦିରଟି ଜିଲ୍ଲାର ପ୍ରମୁଖ ତୀର୍ଥସ୍ଥାନ ଭାବେ ପରିଗଣିତ। ଫଳରେ ଏହାର ସ୍ୱର୍ଗୀୟ ସୌନ୍ଦର୍ଯ୍ୟ ଭକ୍ତ ତଥା ଭ୍ରମଣକାରୀମାନଙ୍କୁ ଆନନ୍ଦ ପ୍ରଦାନ କରିଥାଏ। ଓଡ଼ିଶାର ଶୈବ ମନ୍ଦିରମାନଙ୍କ ମଧ୍ୟରୁ ଏହି ମନ୍ଦିରର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି। ପ୍ରତିବର୍ଷ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଭକ୍ତ ତଥା ପ୍ରକୃତିପ୍ରେମୀମାନଙ୍କ ଦର୍ଶନ ପାଇଁ ପ୍ରକୃଷ୍ଟ ସମୟ। ତେଣୁ ପ୍ରତିବର୍ଷ ବହୁ ଭକ୍ତ ତଥା ଦର୍ଶନାର୍ଥୀମାନେ ପଞ୍ଚଲିଙ୍ଗେଶ୍ୱର ଦର୍ଶନ କରିବା ସହ ତା ପାଖରେ ଥିବା ଦୈବୀକୁଣ୍ଡ ଜଳପ୍ରପାତ, କୂଳଡିହ, ଶ୍ରୀଜଗନ୍ନାଥ ମନ୍ଦିର, ଲଙ୍ଗଳେଶ୍ୱର, କ୍ଷୀରଚୋରା ଗୋପୀନାଥକୁ ଦର୍ଶନ କରିଥାନ୍ତି। କାହିଁକି ନା ପଞ୍ଚଲିଙ୍ଗେଶ୍ୱରଙ୍କ ପାଖରେ ଏହି 5 ଦର୍ଶନୀୟ ସ୍ଥାନ ରହିଛି। ତମେମାନେ ତ ଜାଣିଛ ପିଲେ, ଆମ ରାଜ୍ୟ ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ୟ। ଆମ ପାଖରେ ଆଜି ଯଦି ପର୍ଯ୍ୟାପ୍ତ ଖାଇବା ପହଞ୍ଚି ପାରୁଛି, ତା କେବଳ ସମ୍ଭବ ଚାଷୀ ଭାଇମାନଙ୍କ ପାଇଁ। ସେମାନଙ୍କର ଝାଳବୁହା ପରିଶ୍ରମ ପାଇଁ ହିଁ ଆମେ ଆରାମରେ ଖାଦ୍ୟ ପାଇପାରୁଛୁ। ସେଇଥିପାଇଁ ସବୁବେଳେ ସେଇମାନଙ୍କ ପାଇଁ ଆମର ସ୍ନେହ ଆଉ ଭଲ ପାଇବା ରହିବା ନିହାତି ଦରକାର। ଶୁଣିବା ଚାଲ ପଲ୍ଲୀ ଗୀତଟିଏ। ଗାଇଛନ୍ତି ଦେବସ୍ମିତା ବେହେରା, ଲେଖିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ। ଚାଷୀ ଭାଇ ରେ
ए सारा दुनिया बसी अछि देख ए सारा दुनिया बसी अछि देख तोहरी हाथ को चाहिकी आउ मठ मठ काहीकी भाई आउ मठ मठ काहीकी ମାଟିର ପୁଅ ତୁ ମାଟି ତୋର ମା ସେହି ତୋ ଭରସା ସେହି ତୋର ସାହା ମାଟିର ପୁଅ ତୁ ମାଟି ତୋର ମା ସେହି ତୋ ଭରସା ସେହି ତୋର ସାହା ମାଟି ତୋର ଧନ ମାଟି ତୋର ଧନ ମାଟି ତୋ ଜୀବନ ମାଟି ତୋର ଧନ ମାଟି ତୋ ଜୀବନ ଜନମିଛୁ ତାହା ପାଇକି ଆଉ ମଠ ମଠ କାହିଁକି ଭାଇ ଆଉ ମଠ ମଠ କାହିଁକି ଚାଷୀ ଭାଇ ରେ ଚାଷୀ ଭାଇ ରେ ଆଉ ମଠ ମଠ କାହିଁକି ଭାଇ ଆଉ ମଠ ମଠ କାହିଁକି ଭାଇ ଆଉ ମଠ ମଠ କାହିଁକି ଏବେ ତ ଶୀତ ଦିନ ବୁଲି ଯିବାକୁ ତ ମନ ହେଉଥିବ ନିଶ୍ଚୟ ତମମାନଙ୍କର। ସ୍କୁଲ ଛୁଟି ବି ହେଇଯିବ ଆଉ କିଛି ଦିନ ପରେ। ଘର ଲୋକଙ୍କ ସହିତ ନିଶ୍ଚୟ ତୁମେମାନେ ବିଭିନ୍ନ ଜାଗାକୁ ବୁଲିଯିବ। କିନ୍ତୁ ପିଲାଏ, ଯେଉଁ ଜାଗାକୁ ଯିବ ସେ ବିଷୟରେ ଆଗରୁ ତମର ସବିଶେଷ ଧାରଣା ରହିବା ନିହାତି ଦରକାର। ଚାଲ ତାହେଲେ ଆଜି ଟିକେ ଆମେ ବୁଲି ଆସିବା ଚଣ୍ଡିଗଡ଼ ଆଡ଼ୁ। ସତରେ ବୁଲିଯିବା ବୋଲି ଭାବିଲେ ନା କ'ଣ? ନାଇଁ ମ, ଶୁଣିବା ଚାଲ। ଆସ ବୁଲିଯିବା ଚଣ୍ଡିଗଡ଼, କହୁଛନ୍ତି ସ୍ମରଣ ନାୟକ। ଚଣ୍ଡିଗଡ଼ ଭାରତର ଏକ କେନ୍ଦ୍ରଶାସିତ ଅଞ୍ଚଳ। ଏହା ପଞ୍ଜାବ ଓ ହରିୟାଣା ଉଭୟର ରାଜଧାନୀ। ଚଣ୍ଡିଗଡ଼ ଶବ୍ଦର ଅର୍ଥ ଚଣ୍ଡୀଙ୍କର ଗଡ଼। ଏଠାରେ ଚଣ୍ଡୀଙ୍କର ପ୍ରସିଦ୍ଧ ମନ୍ଦିର ମଧ୍ୟ ରହିଛି। ଚଣ୍ଡିଗଡ଼କୁ ସୌନ୍ଦର୍ଯ୍ୟର ସହର ବୋଲି ମଧ୍ୟ କୁହାଯାଏ। ଏହି ସହରର ନିର୍ମାଣ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ରୁଚି ଅନୁସାରେ କରାଯାଇଛି। ନେହେରୁ ଆଧୁନିକ ଭାରତର ଉଦାହରଣ ଭାବରେ ଚଣ୍ଡିଗଡ଼କୁ ନେଇଥିଲେ। ଚଣ୍ଡିଗଡ଼କୁ ଫରାସୀ ବାସ୍ତୁକାର ଲି କାର୍ବୁଜିୟର ନିର୍ମାଣ କରିଥିଲେ। ଚଣ୍ଡିଗଡ଼ ହିମାଳୟର ଶିବାଲିକ ପର୍ବତମାଳାର ଅଂଶବିଶେଷ ଭାବରେ ଭାରତର ଉତ୍ତର ପଶ୍ଚିମ ଦିଗରେ ଅବସ୍ଥିତ। ସହରର କ୍ଷେତ୍ରଫଳ 44 ବର୍ଗ ମାଇଲ ବା 114 କିଲୋମିଟର। ସହରର ଜଳବାୟୁ ଉପ ଉଷ୍ଣ କଟିବନ୍ଧୀୟ ମହାଦ୍ୱୀପୀୟ ମୌସୁମୀ ପ୍ରଭାବିତ। ଏଠାରେ ବାର୍ଷିକ ବର୍ଷାର ପରିମାଣ 1110.7 ମିଲିମିଟର। ଚଣ୍ଡିଗଡ଼ର ପ୍ରାୟ ସବୁ ଜାଗାରେ ବରଗଛ ଏବଂ ୟୁକାଲିପଟାସ ଗଛ ଦେଖିବାକୁ ମିଳିଥାଏ। ଏହାଛଡ଼ା ଅଶୋକ, ଆକାଶିଆ ଗଛ ମଧ୍ୟ ସହରର ଶୋଭା ବଢ଼ାଇଥାଏ। ସହରରେ ଏକ ବୃହତ୍ ବନ୍ୟ କ୍ଷେତ୍ର ମଧ୍ୟ ରହିଛି। ଅନେକ ପଶୁ ଓ ପକ୍ଷୀ ଏହିଠାରେ ଦେଖିବାକୁ ମିଳେ, ଯଥା ହରିଣ, ସମ୍ବର, ଛୋଟ ହରିଣ, ଶୁଆ ଓ ମୟୂର। ତେବେ ଏହି ବନ୍ୟକ୍ଷେତ୍ର ସଂରକ୍ଷିତ ଅଟେ। ସୁଖନା ନାମକ ହ୍ରଦରେ ଅନେକ ବତକ ପହଁରିଥାନ୍ତି। ଏହାଛଡ଼ା ଜାପାନ ଓ ସାଇବେରିଆ ଅଞ୍ଚଳରୁ ଉଡ଼ି ଆସି ଶୀତ ଦିନରେ ଏହି ହ୍ରଦରେ ବାସ କରନ୍ତି ଅନେକ ଚଢ଼େଇ। ଏହି ସମୟରେ ଏହି ଜାଗାର ସୌନ୍ଦର୍ଯ୍ୟ ଅନେକ ପରିମାଣରେ ବଢ଼ିଯାଇଥାଏ। ଚଣ୍ଡିଗଡ଼ରେ ହିନ୍ଦୀ ଓ ପଞ୍ଜାବୀ ଭାଷା ପ୍ରଚଳିତ। ଏହାଛଡ଼ା ଇଂରାଜୀ, ତାମିଲ ଓ ଉର୍ଦ୍ଦୁ ଭାଷାଭାଷୀ ଲୋକମାନେ ଏଠାରେ ବାସ କରନ୍ତି। ଚଣ୍ଡିଗଡ଼ ସମଗ୍ର ଉତ୍ତର ଭାରତରେ ଏକ ପ୍ରମୁଖ ଶିକ୍ଷାକେନ୍ଦ୍ର ରୂପରେ ପରିଚିତ। ଆଖପାଖ ରାଜ୍ୟ ଯଥା ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡରୁ ବହୁ ପରିମାଣରେ ଛାତ୍ରଛାତ୍ରୀ ଚଣ୍ଡିଗଡ଼କୁ ଉଚ୍ଚଶିକ୍ଷା ଲାଭ କରିବାକୁ ଆସିଥାନ୍ତି। ଅର୍ଥାତ୍ ଚଣ୍ଡିଗଡ଼ ଶିକ୍ଷାର ଏକ କେନ୍ଦ୍ରସ୍ଥଳୀ ଭାବରେ ପରିଚିତ। ଚଣ୍ଡିଗଡ଼କୁ ନୂଆଦିଲ୍ଲୀରୁ ସଡ଼କ ପଥରେ, ରେଳ ଯୋଗେ ଏବଂ ବିମାନ ଯୋଗେ ଯାତାୟାତ କରିହେବ। ସଡ଼କ ପଥ ଜାତୀୟ ରାଜପଥରେ 244.6 କିଲୋମିଟର ଏବଂ ପ୍ରାୟ 4.5 ଘଣ୍ଟା ସମୟ ଲାଗେ। ଅନେକ ଟ୍ରେନ୍ ଓ ବିମାନ ସେବା ଚଣ୍ଡିଗଡ଼ ପର୍ଯ୍ୟନ୍ତ ରହିଛି। ଏହି ସହରରେ
କ୍ୟାପିଟାଲ କମ୍ପ୍ଲେକ୍ସ, ରକ୍ ଗାର୍ଡେନ, ରୋଜ୍ ଗାର୍ଡେନ, ସୁଖନା ହ୍ରଦ, ମ୍ୟୁଜିୟମ, ସୁଖନା ଅଭୟାରଣ୍ୟ ରହିଛି। ପ୍ରତିଦିନ ବହୁ ଦର୍ଶକ ଏହିସବୁ ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଆସନ୍ତି। ଏହାଛଡ଼ା ମାହୋଲି ଷ୍ଟାଡିୟମ, ଚଣ୍ଡିଗଡ଼ କ୍ରିକେଟ ଷ୍ଟାଡିୟମ, ଚଣ୍ଡିଗଡ଼ ଗଲ୍ଫ କ୍ଲବ, ପଞ୍ଚକୁଲା ଗଲ୍ଫ କ୍ଲବ, ହକି ଷ୍ଟାଡିୟମ, କ୍ୟାରମ ଷ୍ଟାଡିୟମ ଇତ୍ୟାଦି ଉଚ୍ଚମାନର ଖେଳକୁଦର ସ୍ଥାନ ମଧ୍ୟ ରହିଛି। ଚଣ୍ଡିଗଡ଼କୁ ଅଧିକ ସୁନ୍ଦର କରିପାରିଛି କେତେକ ମୁଖ୍ୟ ଉଦ୍ୟାନ, ରୋଜ୍ ଗାର୍ଡେନ, ବେଗନଭେଲା ଗାର୍ଡେନ, ଜାପାନୀ ଗାର୍ଡେନ, ରାଜେନ୍ଦ୍ର ଗାର୍ଡେନ, ଦି ଟ୍ରିବ୍ୟୁନ୍ ପଞ୍ଜାବ, ଦି ଇଣ୍ଡିଆନ୍ ଏକ୍ସପ୍ରେସ, ହିନ୍ଦୁସ୍ତାନ ଟାଇମ୍ସ, ଚଣ୍ଡିଗଡ଼ରେ ପ୍ରକାଶିତ ପ୍ରମୁଖ ସମାଚାର ପତ୍ର। ଗୁପଚୁପ୍ ବା ଗୋଲଗପା, ଦହି ଭଲ୍ଲା, ଚାଟ୍, ଛୋଲେ ଭଟୁରେ, ପାଓ ଭାଜି, ଟିକି, ମକେଇ ଦି ରୋଟି, ସରସୋଁ କା ଶାଗ, କଡ଼ି, ପଞ୍ଜାବୀ ଛୋଲେ ଏହି ସ୍ଥାନର ପାରମ୍ପରିକ ଖାଦ୍ୟ। ଚଣ୍ଡିଗଡ଼ର ସ୍ତ୍ରୀ ଲୋକମାନେ ସାଧାରଣତଃ କୁର୍ତ୍ତା ସାଲୱାର, ପଟିଆଲା ସୁଟ୍, ସାଲୱାର କମିଜ ଓ ପୁରୁଷମାନେ ପଞ୍ଜାବୀ ଧୋତି, କୁର୍ତ୍ତା ପାଇଜାମା, ଚଦର ଏବଂ ପଗଡ଼ି ପିନ୍ଧିଥାନ୍ତି। ଚଣ୍ଡିଗଡ଼, ପଞ୍ଚକୁଲା ଓ ମୋହାଲି ସହର ତିନୋଟିକୁ ନେଇ ତ୍ରିସହର ବା ଟ୍ରାଇ ସିଟି ଗଠିତ। ପ୍ରାଚୀନ ହରପ୍ପା ସଂସ୍କୃତିର ସାଘୋଲ ସହର ଚଣ୍ଡିଗଡ଼ରେ ରହିଛି। ଚଣ୍ଡିଗଡ଼ ଏକ ପରିଷ୍କାର ପରିଚ୍ଛନ୍ନ ସହର। ଏହାର ସେକ୍ଟର 17 ମୁଖ୍ୟ ବାଣିଜ୍ୟସ୍ଥଳୀ ଭାବରେ ପରିଚିତ। ଅଶୋକ ଚକ୍ର ବିଜେତା ଏୟାର ହୋଷ୍ଟେସ୍ ନିର୍ଜା ଭନତ, ବିଖ୍ୟାତ ଧାବକ ମିଲ୍ଖା ସିଂ, କ୍ରିକେଟ ଅଧିନାୟକ କପିଲ ଦେବ, ଅଭିନେତ୍ରୀ କିରଣ ଖେର, ବନ୍ଧୁକ ଚାଳକ ଅଭିନବ ବିନ୍ଦ୍ରା, କ୍ରିକେଟ ଖେଳାଳି ଯୁବରାଜ ସିଂ, ଅଭିନେତା ଆୟୁଷ୍ମାନ ଖୁରାନା ପ୍ରମୁଖ ବିଶିଷ୍ଟ ବ୍ୟକ୍ତିତ୍ୱ ଚଣ୍ଡିଗଡ଼ର ଅଧିବାସୀ। ଶେଷରେ ଶୁଣିବା ଦେଶବନ୍ଦନାଟିଏ। ଗାଇଛନ୍ତି ସୌମ୍ୟାଶ୍ରୀ ପ୍ରିୟଦର୍ଶିନୀ ସାହୁ, ରଚନା କ୍ଷୀରୋଦ ଚନ୍ଦ୍ର ପୋଥାଳ। କୋଟି କଣ୍ଠି ଆଜି ସୁର ଉଠୁ ବାଜି, କୋଟି କଣ୍ଠି ଆଜି ସୁର ଉଠୁ ବାଜି, ଜୟ ମା ଭାରତ ଜୟ, ଜୟ ମା ଭାରତ ଜୟ। ସେହି ଜୟ ନାଦେ ନିନାଦିତ ହେଉ, ସେହି ଜୟ ନାଦେ ନିନାଦିତ ହେଉ, ଆକୁ ମାରି ହିମାଳୟ,
ଏବେ ତ କାର୍ଯ୍ୟକ୍ରମ ସରିବାର ସମୟ ହେଇ ଆସିଲାଣି। ଆଜିର କାର୍ଯ୍ୟକ୍ରମକୁ ତେବେ ଏଇଠି ରଖିବା। କିଶୋର ଚକ୍ରର ଆଉ ଏକ ନୂତନ ଅଧ୍ୟାୟକୁ ନେଇ ଆମେ ପୁଣି ଥରେ ଆସିବୁ ଆଗାମୀ ସପ୍ତାହ ସନ୍ଧ୍ୟା 5ଟା ବେଳେ। ଶୁଣିବାକୁ ଜମା ବି ଭୁଲିବନି।